ନୂଆ ଶୈଳୀରେ ଆଜି ଆମେ ପ୍ରସ୍ତୁତ କରିବା ସୋୟାବିନ୍। ଏଇ ସୋୟାବିନ୍ ରେସିପି ଆଗରେ ଚିକେନ୍ ଚିଲି ବି ଫିକା ଲାଗିବ, ଏତେ ସ୍ୱାଦିଷ୍ଟ ରେସିପି। ଏଇ ରେସିପିଟିରେ ଆପଣମାନେ ଦୁଇଟି ସ୍ୱାଦ ପାଇବେ। ଏଠି ସୋୟାବିନ୍ ଚିଲିର ବି ସ୍ୱାଦ ପାଇବେ, ସୋୟାବିନ୍ ତରକାରୀର ବି ସ୍ୱାଦ ପାଇବେ ବା ସୋୟାବିନ୍ ଟିକାର ବି ସ୍ୱାଦ ପାଇବେ। ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି। ଆପଣମାନେ ରୁଟି ସହିତ, ନାନ୍ ସହିତ, ପରଟା ସହିତ, ଭାତ ସହିତ ଖାଇପାରିବେ। ତ ଦେଖନ୍ତୁ, ଛୁଆମାନେ ତ ଖାସ୍ କରି ଫେଭରେଟ୍ ରେସିପି ହେଉଛି ସୋୟାବିନ୍ ରେସିପି। ତ ଆପଣମାନେ ଏଇ ରେସିପିଟି ଘରେ ବନେଇକି ଦିଅନ୍ତୁ, ଦେଖିବେ ସମସ୍ତେ ପସନ୍ଦ କରିବେ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିବ। ତ ତା ସହିତ ଆଉ ଗୋଟେ ସୋୟାବିନ୍ ରେସିପି ଆପଣମାନଙ୍କୁ ସେୟାର କରିବି। ଘରେ ବଳି ଯାଇଥିବା ଭାତରେ ବି ସୋୟାବିନ୍କୁ ଏଡ଼୍ କରି ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି ଆପଣମାନେ ବନେଇକିରି ଖାଇପାରିବେ। ଆଜି ଆମେ ପ୍ରସ୍ତୁତ କରିବା ତାୱାରେ ଭାତ ଫ୍ରାଏ ପ୍ରସ୍ତୁତ କରିବା। ତ ଇଜି ତରିକାରେ କେମିତି ବନେଇ ଖାଇପାରିବେ ସେଇ ରେସିପିଟି ଏଠି ମୁଁ ସେୟାର କରିଛି। ବହୁତ ବଢ଼ିଆ ଫ୍ଲେଭର ବି ଆସିବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ। ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ସୋୟା ବଡ଼ି ନେବା। ସୋୟା ବଡ଼ିକୁ ଏଠି ଗୋଟେରୁ ଦୁଇଥର ଟିକେ ଧୋଇଦେବେ। ଧୋଇ ସାରିବା ପରେ ସେଥିରେ ଟିକେ କିଛି ସମୟ ପାଇଁ ଆପଣମାନେ ଚାହିଁଲେ ଗରମ ପାଣିରେ ଆକୁ ମାନେ ଗୋଟେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଆପଣମାନେ ଆକୁ ସିଝେଇ ପାରିବେ। କିନ୍ତୁ ମୁଁ ସବୁବେଳେ ସୋୟାବିନ୍କୁ ନା ପାଣିରେ ବତୁରେଇକି ହିଁ ପ୍ରସ୍ତୁତ କରେ। ମୋତେ ସିଝେଇଲେ ଜମା ଭଲ ଲାଗେନି ତାର ଫ୍ଲେଭରଟା। ସେଥିପାଇଁ ସବୁବେଳେ ସୋୟା ବଡ଼ିକୁ ଦେଖିବେ ଟିକେ ବତୁରେଇ ଦେବେ କିଛି ସମୟ, 15ରୁ 20 ମିନିଟ୍ ପାଇଁ। ତ ଦେଖିବେ ପରଫେକ୍ଟଲି ବତୁରି ଯିବ। ପୁଣି ଅଦା, ରସୁଣ, ପୁଣି ଦେଖନ୍ତୁ ଶୁଖିଲା ଲଙ୍କାର ଗୋଟେ ମୁଁ ପେଷ୍ଟ ବନେଇଛି। ତ ଆପଣମାନେ ଚାହିଁଲେ ଶୁଖିଲା ଲଙ୍କା ବଦଳରେ କଞ୍ଚା ଲଙ୍କା ଏଡ଼୍ କରି ବି ପେଷ୍ଟ ବନେଇ ପାରିବେ। ଆଉ ସେଥିରେ ଚାହିଁଲେ ଧନିଆ ପତ୍ର ବି ଏଡ଼୍ କରିକିରି ପେଷ୍ଟ ବନେଇ ପାରିବେ। ତ ଏଠି ଆମେ ଏବେ ପିଆଜ, ଟମାଟୋ, କ୍ୟାପ୍ସିକମ୍ ପ୍ରଥମେ କଟିଂ କରିଦେବା। ତ ଦେଖନ୍ତୁ, ପିଆଜର ମୁଁ ଚୋପାକୁ ବାହାର କରିଦେଇଛି। ପିଆଜକୁ ସବୁବେଳେ ଦେଖିବେ ତା ମୁଣ୍ଡି ପାର୍ଟଟାକୁ ଯଦି କଟିଂ କରିଦେବେ ନା, ପିଆଜଟି ବହୁତ ବଢ଼ିଆ କଟିଂ ହେଇଯିବ ଆଉ ଜଲ୍ଦି କଟିଂ ହେବ। ପୁଣି ଥରେ ଦେଖନ୍ତୁ, ଏଇଭଳି ପକଡ଼ା ପକଡ଼ା ବାହାରିବ। ତ ପିଆଜ ଟିକେ ବଡ଼ ବଡ଼ ପିସେସ୍ରେ ଆମେ କଟିଂ କରି ତାର ଏଇଭଳି ପାର୍ଟସ୍ ପକଡ଼ା ଗୁଡ଼ାକୁ ଆମେ ପିଆଜର ପକଡ଼ା ଗୁଡ଼ାକୁ ଆମେ ବାହାର କରିଦେବା। ତ ଦେଖନ୍ତୁ, ଯେମିତି ଆପଣମାନେ ଚିଲି ପାଇଁ ବନାଉଛନ୍ତି ନା, ସେଇଭଳି ପ୍ରୋସେସ୍ରେ ତାର ପକଡ଼ାକୁ ବାହାର କରିଦେବେ। ଆଉ ଟିକେ ପିଆଜକୁ ଏଠି ବଡ଼ ବଡ଼ ପିସେସ୍ରେ କଟିଂ କରିବେ। ଆଉ ଛୋଟ ଛୋଟ ଦେଖନ୍ତୁ, ଏଇ ଯେଉଁ ପିଆଜ ପିସ୍ ଯାକ ଅଛି ତାକୁ ଆମେ ତଳେ ରଖିଦେବା, ତାକୁ ଚପ୍ କରିଦେବା। ଛୋଟ ଛୋଟ ପିସେସ୍ରେ ଏଇଭଳି ପ୍ରୋସେସ୍ରେ କଟିଂ କରିଦେବା। ଆଉ ଦେଖନ୍ତୁ, ବଡ଼ ବଡ଼ ପିସେସ୍ରେ କଟିଂ କରିଛି କିଛି ପିଆଜ, ଆଉ କିଛି ପିଆଜ ମୁଁ ଏଠି ଛୋଟ ଛୋଟ ପିସେସ୍ରେ କଟିଂ କରିଛି। ତ ପୁଣି ଦେଖନ୍ତୁ, ଏଠି ନେଇଛି ଗୋଟେ କ୍ୟାପ୍ସିକମ୍। କ୍ୟାପ୍ସିକମ୍ ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଡ଼୍ କରିବେ, ନହେଲେ ସ୍କିପ୍ କରି ଏଇଭଳି ସିମ୍ପଲ୍ ତରିକାରେ ବି ବନେଇକି ରେଡ଼ି କରିପାରିବେ। ତ ଯେହେତୁ ପିଆଜ ଟିକେ ବଡ଼ ବଡ଼ ପିସେସ୍ରେ କଟିଂ କଲେ, ତ କ୍ୟାପ୍ସିକମ୍ ବି ଆମେ ଟିକେ ବଡ଼ ବଡ଼ ପିସେସ୍ରେ କଟିଂ କରିଦେବା। ତ ଆପଣମାନେ ଯେମିତି ଚାହିଁବେ ସେ ଅନୁସାରେ ଏଠି କଟିଂ କରି ରେଡ଼ି କରିବେ। ପତଲା ପତଲା ପିସେସ୍ରେ ବି କଟିଂ କରିପାରିବେ, ଏଇଭଳି ଦେଖନ୍ତୁ ଟ୍ରାୟାଙ୍ଗଲ୍ ସେପ୍ରେ ବି କଟିଂ କରିପାରିବେ। ତ ଏବେ ଆମେ କ୍ୟାପ୍ସିକମ୍ ଆମର କଟିଂ ହେଇସାରିଲା, ପିଆଜ କଟିଂ ହେଇସାରିଲା। ଏବେ ଆମେ କଟିଂ କରିବା ଟମାଟୋ। ଟମାଟୋକୁ ଦେଖନ୍ତୁ କେମିତି କ'ଣ କଟିଂ କରିବେ ମୁଁ ଦେଖାଉଛି। ତ ଟମାଟୋକୁ ବି ତା ଦେଖନ୍ତୁ ଏଇଭଳି ପିସେସ୍ରେ କଟିଂ କରିସାରିବା ପରେ ଟମାଟୋ ବି ଟିକେ ବଡ଼ ବଡ଼ ପିସେସ୍ରେ କଟିଂ କରିବା। କିନ୍ତୁ ଦେଖନ୍ତୁ, ଏଇ ଯେଉଁ ତାର ମଞ୍ଜି ପାର୍ଟଟା ଅଛି ନା, ଯେଉଁଥିରେ ପାଣି ତାର ରସ ଥାଏ, ସେଇ ପାର୍ଟଟାକୁ ଆମେ ବାହାର କରିଦେବା। ଆଉ ଯେକୌଣସି ରେସିପିରେ ବି ତାକୁ ଏଡ଼୍ କରିପାରିବେ। କିନ୍ତୁ ତାର ଉପର ପାର୍ଟସ୍ ଚୋପାଟାକୁ ବା ରସଟାକୁ ହିଁ ଆମେ ନେବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ। ତ କ'ଣ ହେବ ନା, ଟମାଟୋ ଯଦି ତାର ଏଇଭଳି ମଞ୍ଜି ପାର୍ଟଟାକୁ ସେଥିରେ ଏଡ଼୍ କରିବେ, ସେ ପାଣି ଛାଡ଼ିଦେବ। ତ କେବଳ ଆମେ ଟିକେ ହାଲକା ଫ୍ରାଏ ହିଁ ଦରକାର, ଯେମିତି ସୁନ୍ଦର ଦେଖାଯିବ, ହାଲକା ଫ୍ଲେଭର ଆସିବ। ତ ସେଇଥିପାଇଁ ମୁଁ ଟମାଟୋ ଏଇଥିରେ ଏଡ଼୍ କରିଛି। ତ ଦେଖନ୍ତୁ, ଟମାଟୋ ବି ବଡ଼ ବଡ଼ ପିସେସ୍ରେ ଟିକେ ଏଠି ମୁଁ କଟିଂ କରିଦେଇଛି। ତ ଟମାଟୋ, ପିଆଜ, କ୍ୟାପ୍ସିକମ୍ ଆମର କଟିଂ ଏବେ ହେଇସାରିଲା, ତାକୁ ଆମେ ସାଇଡ଼୍ରେ ରଖିଦେବା। ତ ପୁଣି ଦେଖନ୍ତୁ, ସେତିକି କଟିଂ ହେବା ଭିତରେ ଏଠି ଦେଖନ୍ତୁ ସୋୟା ବଡ଼ି ବି ପୁରାପୁରି ବତୁରିଲା, ପୁରାପୁରି ସଫ୍ଟ ବନିଯାଇଛି। ତ ଆକୁ କିଛି ବି ଗରମ ପାଣିର ଆବଶ୍ୟକତା ନାହିଁ, କି ସିଝେଇବା ବି ଆମେ କିଛି ବି ଦରକାର ନାହିଁ। ଏମିତି ଇଜିଲି ସେ ପୁରା ବତୁରିଯାଏ। ତ ସବୁବେଳେ ଏଇଭଳି ଦେଖିବେ ପ୍ରୋସେସ୍ରେ ବନେଇବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ସୋୟାବିନ୍କୁ ବତୁରେଇ ଦେଲା ମାନେ କ'ଣ ହେବ ନା, ଗୋଟେ ଥର ଦେଖିବେ ମାନେ ଯଦି ସିଝେଇ ଦେବେ ସୋୟାବିନ୍କୁ, ତାହେଲେ ସେ ଗୋଟେ ଥର ଅଧିକା ସଫ୍ଟ ହେଇଯାଏ, ଆଉ ଖାଇବାକୁ ଜମା ଭଲ ଲାଗେନି, ସେ ଟେଷ୍ଟ ହିଁ ଲାଗିବନି। ପୁଣି ଥରେ ଯେହେତୁ ଆମେ ଆକୁ ଫ୍ରାଏ କରିବା, ତ ଆକୁ ସିଝେଇବା ପୁଣି ବନେଇବା, ତ ଦେଖିବେ ଟେଷ୍ଟ ହିଁ ଏତେ ଭଲ ଆସେନି। ସେଇଥିପାଇଁ ମୁଁ ସବୁବେଳେ ସୋୟା ବଡ଼ିକୁ ନା ମାନେ ଥଣ୍ଡା ପାଣିରେ ହିଁ ବତୁରାଏ, ଟିକେ ଟାଇମ୍ ଲାଗେ
10 ରୁ 15 ମିନିଟ୍ ବରଂ ଲାଗିବ ଆକୁ ବତୁରିବା ପାଇଁ। ତ କିନ୍ତୁ ସବୁବେଳେ ଦେଖିବେ ଥଣ୍ଡା ପାଣିରେ ହିଁ ବତୁରେଇ ବନେଇବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଏବେ ଆମେ ସୋୟାବିନ୍‌କୁ ସବୁତକ ଚିପୁଡ଼ିକି ତା ପାଣିକୁ ସବୁ ଆମେ ବାହାର କରିଦେବା। ତ ସେଇଥିରେ ଆମେ ଏଡ଼୍ କରିବା ଏବେ ଅଦା, ରସୁଣ, ଶୁଖିଲା ଲଙ୍କାର ପେଷ୍ଟ ଏଡ଼୍ କରିବା। ଯେତିକି ଆପଣମାନେ ସୋୟା ବଡ଼ିରେ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ଏଠି ମସଲା ସବୁ ଏଡ଼୍ କରିବେ। ପୁଣି ଥରେ ଦେଖନ୍ତୁ, ଘରର ବେସିକ୍ ମସଲା ହିଁ ନେଇଛି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପୁଣି ଗରମ ମସଲା ନେଇଛି। ସେ ମସଲାକୁ ସେଥିରେ ଏଡ଼୍ କରିଦେବା। ଏଠି 2 ଚାମଚ ହିଁ ମୁଁ ବେସନ ଏଡ଼୍ କରିଛି, ଅଧିକା ବେସନ ଦେବେନି, କେବଳ 2 ଚାମଚ ବେସନ ଏଡ଼୍ କରିବେ। ଦେଖିବେ ବେସନର ଫ୍ଲେଭର ଏଇ ତରକାରୀରେ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ପୁଣି ଥରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଯେତିକି ସୋୟା ବଡ଼ି ନେଇଥିବେ ସେ ଅନୁସାରେ ଲୁଣକୁ ଏଡ଼୍ କରିଦେବେ। ତ ଏଇଥିରେ ଆମେ ଟୋଟାଲ୍ ଆଉ ପାଣି ଏଡ଼୍ କରିବାନି। ତ ଯେହେତୁ ସୋୟାବିନ୍‌କୁ ଚିପୁଡ଼ିକି ଆମେ ସବୁ ପାଣିକୁ ତା'ର ବାହାର କରିଦେଇଥିଲେ, ତ ଏଠି ଦେଖନ୍ତୁ ମୁଁ ଦହି ଅଳ୍ପ ଟିକେ ଏଡ଼୍ କରିଛି। ତ ଏଠି ମୁଁ ଖଟା ନଥିବା ମାର୍କେଟରେ ଦହି ଏଡ଼୍ କରିଛି। ଧ୍ୟାନ ରଖିବେ ସବୁବେଳେ ଖଟା ନଥିବା ଦହି ହିଁ ଏଡ଼୍ କରିବେ। ଯଦି ଘରର ଦହି ଏଡ଼୍ କରୁଛନ୍ତି ତ ଅଧିକା ଖଟା ନଥିବା ଦହି ଏଡ଼୍ କରିବେ। ଆଉ ଯଦି ଦହି ପତଲା ଅଛି ତାହେଲେ ଆଉ ଟିକେ ବେସନ ଏଡ଼୍ କରିପାରିବେ, ଆଉ 1 ଚାମଚଟି। ତ ଏବେ ଆମେ ଭଲସେ ମିକ୍ସ କରି ତା ଉପରେ ଦେଖନ୍ତୁ ଏଇଭଳି ବେସନର ପୁରା କୋଟିଂ କେତେ ସୁନ୍ଦର ଦେଖାହେଉଛି। ତ ଆକୁ ଆମେ ଏବେ ରେଷ୍ଟ ପାଇଁ ରଖିଦେବା। ତା ପୂର୍ବରୁ ଅଳ୍ପ ଟିକେ ଆମେ ସୋୟାବିନ୍ ବାହାର କରିବା, ଯେହେତୁ ଆଗକୁ ଆମେ ଆଉ ଗୋଟେ ରେସିପି ପ୍ରସ୍ତୁତ କରିବା। ସେଇ ରେସିପି ଆମର ଦରକାର ହେବ। ତ ସୋୟାବିନ୍ ଦେଖନ୍ତୁ ଏଠି ମୁଁ ଗୋଟେ ଗିନା ହିଁ ରଖିଛି, ଯେହେତୁ ମୁଁ ଗୋଟେ ପ୍ଲେଟ୍ ଭାତରେ ପ୍ରସ୍ତୁତ କରିବି ସୋୟାବିନ୍ ଭାତ ଫ୍ରାଏ। ତାୱା ଫ୍ରାଏ ସୋୟାବିନ୍‌ରେ ପ୍ରସ୍ତୁତ କରିବା। ତ ତାକୁ ଆମେ ସାଇଡ଼୍‌ରେ ରଖିଦେବା। ତ ପୁଣି ଥରେ ଗୋଟେ କରେଇ ନେବା। କରେଇରେ ଆମେ ଏଡ଼୍ କରିଦେବା ସୋରିଷ ତେଲ। ସୋରିଷ ତେଲର ଫ୍ଲେଭର ଏଇ ତରକାରୀରେ ବହୁତ ବଢ଼ିଆ ଲାଗେ। ଆପଣମାନେ ଚାହିଁଲେ ଏଠି ରିଫାଇନ୍ ତେଲ ବି ଏଡ଼୍ କରିପାରିବେ। ତେଲ ଟିକେ ପୁରା ଗରମ ହେଇସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା ପିଆଜ, କ୍ୟାପ୍ସିକମ୍‌କୁ ଏଡ଼୍ କରି ପୁରା ହାଇ ଫ୍ଲେମ୍‌ରେ ଆକୁ ଆମେ ଫ୍ରାଏ କରିବା। ତ ଦେଖିବେ ସବୁବେଳେ ଯଦି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍‌ରେ ଫ୍ରାଏ କରିବେ ନା, ପିଆଜ, କ୍ୟାପ୍ସିକମ୍ ପାଣି ଛାଡ଼ିଦେବ। ସେ ଦେଖିବେ ଅଧିକା ସଫ୍ଟ ଲାଗିବ, ଖାଇବାକୁ ଏତେ ଟେଷ୍ଟି ଲାଗିବନି। ଯେହେତୁ ଆମେ ଆଗକୁ ରେସିପିରେ ଆକୁ ଏଡ଼୍ କରିବା, ପୁଣି ଥରେ ସେ ସିଝିବ ନା ସେଥିରେ, ସେଥିପାଇଁ ସବୁବେଳେ ଦେଖିବେ ହାଇ ଫ୍ଲେମ୍‌ରେ ହିଁ ଟିକେ ହାଲକା ତା'ର ମାନେ ଯେମିତିକି ଏ କଞ୍ଚା ଫ୍ଲେଭରଟା ଯିବ ସେ ପର୍ଯ୍ୟନ୍ତ ହିଁ ଫ୍ରାଏ କରିବେ। ତ ଦେଖନ୍ତୁ କେତେ ବଢ଼ିଆ, କେତେ ସୁନ୍ଦର ଦେଖାହେଉଛି ନା। ତ ଦେଖନ୍ତୁ ଏ ପୁରା ସଫ୍ଟ ହାଲକା ହେଇସାରିଲାଣି। ତ ଏବେ ଆମେ ଗୋଟେ ବାଉଲ୍‌କୁ ବାହାର କରିଦେବା। ହାଇ ଫ୍ଲେମ୍‌ରେ ହିଁ ଫ୍ରାଏ କରିକି ତାକୁ ଗୋଟେ ବାଉଲ୍‌କୁ ବାହାର କରିଦେବେ। ତ ସବୁତକ ଆମେ ଫ୍ରାଏ କରିକିରି ଏବେ ରଖିଦେବା ଆକୁ ଆମେ ସାଇଡ଼୍‌ରେ। ତ ଦେଖନ୍ତୁ ସବୁ ତ ମୁଁ ଗୋଟେ ବାଉଲ୍‌କୁ ବାହାର କରିଦେଇଛି। ପୁଣି ଥରେ ସେଇ କରେଇଠି ନେବା, ଯେହେତୁ ସେଥିରେ ତେଲ ଅଛି। ତ ପୁଣି ଥରେ ଆମେ ସେଇଥିରେ ଏଡ଼୍ କରିଦେବା ଯେଉଁ ସୋୟାବିନ୍‌କୁ ମ୍ୟାରିନେଟ୍ କରି ରଖିଥିଲେ, ସେ ସୋୟାବିନ୍‌କୁ ସେଇଥିରେ ଏଡ଼୍ କରି ଆକୁ ବି ଟିକେ ଆମେ ଫ୍ରାଏ କରିବା। ତ ଏଇ ପ୍ରୋସେସ୍‌ରେ ଫ୍ରାଏ କରି ଆପଣମାନେ ଝୋଳ ବି ବନେଇବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଆପଣମାନେ ଏ ତରିକାରେ ଘରେ ଥରେ ଟ୍ରାଏ କରନ୍ତୁ, ଦେଖିବେ ସବୁବେଳେ ବନେଇବାକୁ ଇଚ୍ଛା ହେବ। ଆଉ ଲାଛା ପରଟା ବି ବନେଇବେ ଯଦି ଏ ସୋୟାବିନ୍‌କୁ ସେଥିରେ ଦେଖିବେ, ମାନେ ଏ ସୋୟାବିନ୍ ରେସିପିଟି ବନେଇ ସାରିବା ପରେ ଲାଛା ପରଟାରେ ସେ ଏଡ଼୍ କରିକିରି ପୁଣି ଥରେ ତାକୁ କଭର୍ କରିକି ଯଦି ଛୁଆମାନଙ୍କୁ ଦେବେ ରୋଲ୍ ବନେଇଲା ଭଳି, ତ ଦେଖିବେ ସେମାନେ ବହୁତ ପସନ୍ଦ ବି କରିବେ। ଆଉ ଚିକେନ୍ ରୋଲ୍ ଖାଇଲା ଭଳି ହିଁ ଲାଗିବ। ବହୁତ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ତ ଦେଖନ୍ତୁ କେତେ ବଢ଼ିଆ ଆମର ସୋୟାବିନ୍ ପୁରା ଫ୍ରାଏ ହେଇସାରିଲାଣି। ତ ଏମିତିରେ ବି ଆପଣମାନେ ଚାଟ୍ ମସଲା ଏଡ଼୍ କରି ଖାଇପାରିବେ। ତ ଦେଖିବେ ବହୁତ ବଢ଼ିଆ ଟେଷ୍ଟି ଲାଗେ। ଏଇଭଳି ପ୍ରୋସେସ୍‌ରେ ବି ଖାଇବେ ନା, ତ ଘରେ ସମସ୍ତେ ପସନ୍ଦ କରିବେ, ଖାସ୍ କରି ଛୁଆମାନେ। ତ ସବୁତକ ମୁଁ ବାଉଲ୍‌କୁ ବାହାର କରିଦେଇଛି ସୋୟାବିନ୍‌କୁ। ତ ତାକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ପୁଣି ଥରେ ସେଇ କରେଇଟି ହିଁ ନେବା। ସବୁ ବାହାର କରିସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା ସୋରିଷ ତେଲ। ତ ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ହିଁ ତେଲ ଏଡ଼୍ କରିବେ। ଆଉ ଯେତିକି ସୋୟାବିନ୍ ନେଇଥିବେ ତରକାରୀ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ଏଠି ତେଲକୁ ଏଡ଼୍ କରିବେ। ତ ପୁଣି ଥରେ ଆମେ ହାଫ୍ ଚାମଚ ଜିରା ଏଡ଼୍ କରିବା। ଜିରା ଟିକେ ଫୁଟି ସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା ଛୋଟ ଛୋଟ ପିସେସ୍‌ରେ କଟିଂ ହେଇଥିବା ପିଆଜ। ପିଆଜକୁ ଏଡ଼୍ କରି ଭଲସେ ଟିକେ ମିକ୍ସ କରି ଆମେ ହାଇ ଫ୍ଲେମ୍‌ରେ ଟିକେ ଆକୁ ଭାଜି ହେବାକୁ ଦେବା। ତ ହାଇ ଫ୍ଲେମ୍‌ରେ ଭାଜିବା ଦ୍ୱାରା କ'ଣ ହେବ ନା, ପିଆଜଟା ଟିକେ କ୍ରିସ୍ପି ହେଇଯିବ ଆଉ ହାଲକା ଟିକେ ଗୋଲ୍ଡେନ୍ କଲର୍ ଆସିବ। ତ ଦେଖିବେ ଗ୍ରେଭିରେ ପୁରା ମିଶି ମିକ୍ସ ହେଇଯିବ। ତ ଦେଖନ୍ତୁ ପିଆଜର ପୁରା କଲର୍ ଚେଞ୍ଜ ହେଇସାରିଲା, ଟିକେ ଗୋଲ୍ଡେନ୍ କଲର୍ ଆସିଗଲାଣି ପିଆଜ। ତ ଆପଣମାନେ ଦେଖି ହିଁ ଜାଣିପାରୁଥିବେ। ତ ଏବେ ଆମେ ସେଇଥିରେ ଏଡ଼୍ କରିଦେବା ଅଦା, ରସୁଣ, ଶୁଖିଲା ଲଙ୍କାର ପେଷ୍ଟ ଏଡ଼୍ କରିବା। ଯେତିକି ତରକାରୀ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ଏଡ଼୍ କରିବେ। ତ ଏବେ ଆମେ ଅଦା ରସୁଣକୁ ଏଡ଼୍ କରିସାରିବା ପରେ ଅଦା ରସୁଣ କଞ୍ଚା ଫ୍ଲେଭର ଗଲା ପର୍ଯ୍ୟନ୍ତ ଆକୁ ଟିକେ ଆମେ ଭଲସେ ମିକ୍ସ କରିବା। ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରି ଆକୁ ଟିକେ ଆମେ କଷି ହେବାକୁ ଦେବା। ତ
तो एबे आमे सेइथिरे एड करिबा अल्प अल्प ही मु इथिरे घरर बेसिक मसला नेइछि जेहेतु आमे सोयाबीन जेतेबेले मैरिनेट करिथिले सेतिरे मसला ऐड करिथिले तो एई समय भी आमे अल्प टिके ही मसला ऐड करिबा अधिका जदि मसला आपन खाइबा जमा भल लागिबनी सिंपल तरीका रे बनांतु देखिबे समस्ते पसंद करिवे भी तो एबे अल्प अल्प मु हाफ चामच लेके इथिरे ऐड करछि हळदी गुंड हाफ चामच लंका गुंड पुनी हाफ चामच ऐड करछि आ गरम मसला हाफ चामच ऐड करछि आपण मान चाहिले मैगी मसला चिकन मसला जहाँ भी ऐड करि परिबे नले पाव भाजी मसला पुनी स्वाद अनुसार देछि लूण जेहेतु सोयाबीन आमे लूण ऐड करिथिले तो एठी केवल ग्रेवी अनुसार ही आमे अल्प टिके लूण ऐड करिबा ग्रेवी बा पियाज कैप्सिकम अनुसार ही आमे इथे लूण को ऐड करिबा सेति प्रति टिके ध्यान देबे तो देखंतु मसला एडी परफेक्टली कसी सालानी एबे आमे ऐड कर देबा सोयाबीन को ऐड करि सारिबा परे आमे एबे पुनी थरे टिके भलो से आको मिक्स कर देबा जेमिति कि सोयाबीन पूरा मसला को से एब्जॉर्ब करिवो आ खाइया जेमती पूरा टेस्टी लागिवो तो सेथिबे टिके मसला रे आगु टिके भलो से टिके कसी देबा 2 रु 3 मिनिट पई देखंतु ए भली प्रोसेस रे टिके कसी देबे आ देखंतु कलर भी तार बहुत बढ़िया आसी जेहेतु लाइटिंग पे आपण मानको प्रॉपर्ली कलर देखाउनी किंतु बहुत बढ़िया कलर आसी आ स्मेल भी तार बहुत बढ़िया आसी तो देखंतु पाखरु भी देखुची केते सुंदर भी देखा जाउची ना तो पूरा पूरी देखिबे ये चिकन रो फ्लेवर आसबा चिकन टू भी टेस्टी लागिवो ए रेसिपी आपण माने थरे तरीका रे प्रस्तुत करंतु देखिए रुटी नान सहित खाई परिबे भात सहित भी खाई परिबे बहुत बढ़िया उठी टेस्टी रेसिपी पुणी आपण मैंने आगे रोल बन भी खाई पारे तो एबे आमे कैप्सिकम पियाज टमाटो भी ऐड करदे ऐड करी आ 1 ରୁ 2 मिनिट पर्यंत आगो टिके आमे फ्राए हबा देबा पुणी थरे टिके भलो से आको मिक्स करदबा तो एबे आउ टिके चटपटर फ्लेवर आनिबा पई बोली जेहेतु राग इथरे आमे सुखिला लंका बाटिथिले लंका गुंडा ऐड करछंदी सब राग लूण को मेंटेन करिया पे आमे अल्प टिके सेथिरे 2 चामच ऐड करिबा आमे टमाटो सॉस तो मु घर टमाटो सॉस ऐड करिछि आपण मान चाहिले मार्केट रो भी ऐड करि परिबे जेहेतु घरे मु होममेड टमाटो सॉस बनेछि आपण मान चाहिले देखिरि घरे बनै परिबे मो चैनल रे वीडियो अपलोड अछि तो बहुत बढ़िया टेस्टी लागे ए टमाटो सॉस टी आपण माने थरे बनाउछंदी जदी 6 मास पर्यंत रखिरिया को खाई परिबे फ्रिज रे तो मु जेहेतु टमाटो मार्केट रे बहुत सस्ता अछि एई समय जदी बनै देबे ना तो देखिबे आपण माने पूरा 6 मास पर्यंत रखिरिया खाई परिबे तो टमाटो सॉस भी ऐड करि सारिबा परे पुणी थरे खबर को 5 मिनिट पर्यंत टी बंद कर दबा तो आउ 5 मिनिट पर आपण मानको देखौची देखंतु चारि साइड पूरा तेल गुडा भी देखा होची तो एठी हमरो परफेक्टली बनि छि बिना चिल्ली रे भी एठी आपण मानको चिल्ली रो स्वाद आसीबो जेहेतु टमाटो सॉस ऐड अछि पुणी कैप्सिकम पियाज सब ऐड अछि बहुत बढ़िया टेस्टी लागिवो तो आपण माने फुल वीडियो को वाच करी बनातु देखिए समस्ते पसंद करेंगे तो फाइनली आम रेसिपी बनिकी रेडी सारा लास्ट आउ अल्प टिके ता ऊपर ऐड करदे आम कस्तूरी मेथी ये पूरा पूरी ऑप्शनल अच्छी किंतु यही रेसिपी गुड़ाक जदि आपण मैंने कस्तूरी मेथी ऐड करेंगे ना से फ्लेवर को बढ़े दे थाए आ टेस्ट को सी बढ़े दे थाए तो आपण मैंने चाहिए धनिया पत्र भी ऐड करें तो फाइनली आमर देखंतु सोया बड़ी बहुत बढ़िया गोटे नुआ शैली रेसिपी बनिकी रेडी हो सारी तो आपण मैंने घरे आपको निश्चय ट्राए करंतु देखिए यही रेसिपी आगे माछ मांस भी लगे फिका एते ये स्वादिष्ट गोटे सोयाबीन रेसिपी बनिकी रेडी होती तो गोटे प्लेट को बाहर करी आपण मानक देखई दूसरी देखु तार टेक्सचर देखी जानी पारे आपण मैंने केते ये स्वादिष्ट बनी थी फ्रेंड्स आपण मानु जदि ये भिडियोटी मोर पसंद आसीबो सांग मानकु शेयर करंतु लाइक करंतु चैनल जदि नुआ अछंदी चैनल को मोर सब्सक्राइब कर दियंतु बेल आइकन क्लिक कर दियंतु जहा फल रे मोर सब वीडियो नोटिफिकेशन प्रथमे आपण मानकु पहुंचीबो मु एमती इजी इजी वीडियो नै आसीबी आपण माने देखिरि घरे निश्चय ट्राई करंतु देखिबे समस्ते पसंद भी करिवे तो आपण माने निश्चय ट्राई करंतु तो देखंतु मु एठी सोयाबीन गोटे प्लेट को बाड़ी के देखै दोची आ कैमरा सामने देखौची केते बढ़िया पूरा बनिची आपण माने चाहिले आकु टिके मु देखंतु टिके हल्का ये पूरा माने लटपट जेमती हल्का ग्रेवी अछि सेही बळी प्रोसेस रे बनेछि आपण माने चाहिले पूरा ड्राई भी बनै परिबा सुखा भी पूरा पूरी सुखा जेमती थियो बनै परिबे किंतु एई भली प्रोसेस रे बनै खाइबे ना एतिकी ही थिबो माने टिके हल्का हाथ को लटपट लागुथो खाइबे ना बहुत बड़ा टेस्टी लगे तो एबे चलतु आ गोटे रेसिपी आपण मानकु मु शेयर करी घरे जदि बली जाइछि भात ना ताको न पखाळ करिगिरी जदि आपण माने पखाळ खाइया को पसंद करंतिनी कि जोर से भूख लागिला कि चटपटा खाइया को इच्छा होछि
ତାହେଲେ ଏଇ ରେସିପିଟି ନା ଆପଣମାନଙ୍କ ପାଇଁ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। କିଛି ବି ଘରେ ଯଦି ନାହିଁ, ଗୋଟେ ଗିନା ଭାତ ଯଦି ଅଛି ନା, ଗୋଟେ ବହୁତ ବଢ଼ିଆ ଟେଷ୍ଟି ରେସିପି ବନିକିରି ରେଡ଼ି ହେଇଯିବ। ତ ଦେଖନ୍ତୁ ଏଇଠି ଗୋଟେ ତାୱା ନେଇଛି, ତାୱାରେ ଏଡ଼୍ କରିଛି ମୁଁ ରିଫାଇନ୍ ତେଲ। ତେଲ ଟିକେ ଗରମ ହେଇସାରିବା ପରେ ହାଫ୍ ଚାମଚ ଜିରା ଏଡ଼୍ କରିଛି। ପୁଣି ଦେଖନ୍ତୁ ଛୋଟ ଛୋଟ ପିସେସ୍ରେ କଟିଂ ହେଇଥିବା ପିଆଜ, ପୁଣି କ୍ୟାପ୍ସିକମ୍, ପୁଣି ଏଇଥିରେ ଟମାଟୋ ଏଡ଼୍ କରିଛି। କ୍ୟାପ୍ସିକମ୍ ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ପିଆଜ ଟମାଟୋ ଏଡ଼୍ କରି ବି ବନେଇ ପାରିବେ। ତ ଏବେ ଆମେ ସବୁ ସେଇଥିରେ ଏଡ଼୍ କରିଦେବା। କରିସାରିବା ପରେ ଆକୁ ଟିକେ ଆମେ ଲୋ ଟୁ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ଆକୁ ଟିକେ ଆମେ ଭାଜିବା, ଏବେ ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ। ତ ଦେଖନ୍ତୁ ହାଲକା ସଫ୍ଟ ବି ହେଇସାରିଲାଣି। ତ ଏଇ ସମୟରେ ନା ଆପଣମାନେ ଚାହିଁଲେ ଛୋଟ ଛୋଟ ପିସେସ୍ରେ କଟିଂ କରି ଯଦି ରସୁଣକୁ ଏଡ଼୍ କରିବେ, ବହୁତ ବଢ଼ିଆ ଫ୍ଲେଭର୍ ଆସିବ। ଯେହେତୁ ମୋ ପାଖରେ ଅଦା ରସୁଣ କଞ୍ଚା ଲଙ୍କାର ତ ପେଷ୍ଟ ଥିଲା, ଆମେ ରେସିପି ପାଇଁ ପ୍ରସ୍ତୁତ କରିଥିଲେ, ତ ସେଇଥିରେ ହିଁ ମୁଁ ଗୋଟେ ଚାମଚ ଏଡ଼୍ କରିଦେଇଛି। ମୁଁ ଆଉ କଟିଂ କରିନି, କିନ୍ତୁ ଆପଣମାନେ ନିଶ୍ଚୟ କଟିଂ କରନ୍ତୁ। ହଁ, ମୁଁ ଏଇଠି ଘିଅ ଏଡ଼୍ କରିଛି ଗୋଟେ ଚାମଚ। ଆପଣମାନେ ଚାହିଁଲେ ଘିଅ ବଦଳରେ ବଟର୍ ଏଡ଼୍ କରିବେ ନା, ବହୁତ ବଢ଼ିଆ ଫ୍ଲେଭର୍ ଆସିବ। ଆହୁରି ଯେହେତୁ ତାୱା ଭାତ ଫ୍ରାଏ ପ୍ରସ୍ତୁତ କରୁଛନ୍ତି, ବଟର୍ ବି ବହୁତ ବଢ଼ିଆ ଫ୍ଲେଭର୍ ଆସେ। ତ ଆଉ ଅଳ୍ପ ଟିକେ ଆମେ ସେଇଥିରେ ଏଡ଼୍ କରିଦେବା ଲଙ୍କାଗୁଣ୍ଡ, ଅଳ୍ପ ଟିକେ ଗରମ ମସଲା ଏଡ଼୍ କରିପାରିବେ, ଚିକେନ୍ ମସଲା ଏଡ଼୍ କରିପାରିବେ କି ମ୍ୟାଗି ମସଲା। ଏ ତିନିଟା ଭିତରୁ ଆପଣମାନେ ଯେଉଁ ବି ମସଲା ଏତେ ଚାହିଁବେ ଏଡ଼୍ କରିପାରିବେ, ଯେଉଁ ମସଲାର ବି ଫ୍ଲେଭର୍ ଆପଣମାନଙ୍କୁ ପସନ୍ଦ। ତ ଏଠି ଦେଖନ୍ତୁ ସୋୟାବିନ୍ ଯେହେତୁ ମ୍ୟାରିନେଟ୍ କରିବା ସମୟରେ ମୁଁ ବାହାର କରିଦେଇଥିଲି ଗୋଟେ ଗିନା, ସେ ସୋୟାବିନ୍କୁ ଏଡ଼୍ କରିଛି। ଆପଣମାନେ ଚାହିଁଲେ କେବଳ ସୋୟାବିନ୍କୁ ବତୁରେଇକିରି ବି ଏଡ଼୍ କରିବେ ନା, ବହୁତ ବଢ଼ିଆ ଫ୍ଲେଭର୍ ଆସିବ। ଆଉ ସୋୟାବିନ୍କୁ ଛୋଟ ଛୋଟ ପିସେସ୍ରେ କଟିଂ କରିବି ଏଡ଼୍ କରିବେ, ତ ଦେଖିବେ ଖାଇବାକୁ ଭଲ ଲାଗିବ। ଯେହେତୁ ମୁଁ ମ୍ୟାରିନେଟ୍ କରିଦେଇଥିଲି ସୋୟାବିନ୍, ତ ମୁଁ ସେଇଥିରୁ ବାହାର କରିଦେଇଥିଲି ଗୋଟେ ଗିନା ଏଡ଼୍ କରିଛି, ତ ମୁଁ ଆଉ କଟିଂ କରିପାରିଲିନି। କିନ୍ତୁ କଟିଂ କରିବି ଏଡ଼୍ କରିବେ, ଛୋଟ ଛୋଟ ପିସ୍ ଯଦି ପାଟିକି ଲାଗିବ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଦେଖନ୍ତୁ ଇଏ ପୁରା ଫ୍ରାଏ କରିବା ଆମେ ଏଇଭଳି ପ୍ରୋସେସ୍ରେ ତାୱାରେ ଫ୍ରାଏ ହେଇସାରିଲାଣି। ଦେଖନ୍ତୁ ପୁରା ତେଲ ସୋୟାବିନ୍ରୁ ପୁରା ଅଲଗା ହେଇସାରିଲା, ଆଉ କେତେ ସୁନ୍ଦର ବି ଦେଖାଯାଉଛି, ଆଉ ଫ୍ଲେଭର୍ ବି ବହୁତ ବଢ଼ିଆ ଆସୁଛି। ଆପଣଙ୍କ ପାଖରେ ଯଦି ଭୃସଙ୍ଗ ପତ୍ର ଅଛି କି ତେନ୍ତୁଳି ଖଟା ଚାହିଁବେ ଯଦି ଏଡ଼୍ କରିପାରିବେ ଏଇଥିରେ। ତ ପୁଣି ଥରେ ଆମେ ଗୋଟେ ଗିନା ଭାତ ସେଇଥିରେ ଏଡ଼୍ କରିଦେବା। ଯେତିକି ଆପଣମାନେ ଭାତରେ ବନେଇବାକୁ ଚାହୁଁଥିବେ ସେ ଅନୁସାରେ ଭାତ ସେଥିରେ ଏଡ଼୍ କରିବେ। ଯେହେତୁ ଏଠି ତାୱାଟା ଟିକେ ଛୋଟ ଅଛି, ଟିକେ ଆଡ଼ଜଷ୍ଟ କରିବେ ଫ୍ରେଣ୍ଡସ୍। ତ ଆପଣମାନେ ଚାହିଁଲେ କରେଇରେ ବି ବନେଇ ପାରିବେ, କିନ୍ତୁ ତାୱା ଭାତ ଫ୍ରାଏଟା ଟିକେ ତାର ଫ୍ଲେଭର୍ଟା ଭଲ ଲାଗେ, ସେଇଥିପାଇଁ ମୁଁ ବନେଇଛି। ତ ପୁଣି ଥରେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ଆଉ ଟିକେ ଚଟପଟା ଟେଷ୍ଟ ପାଇଁ ବୋଲି ଏଠି ଦେଖନ୍ତୁ ଟମାଟୋ ସସ୍ ମୁଁ ଏଡ଼୍ କରିଛି 2 ଚାମଚ। ପୁଣି କଞ୍ଚା ଲଙ୍କା ତା ଉପରେ ଏଡ଼୍ କରିଛି ଫ୍ଲେଭର୍ ପାଇଁ ବୋଲି। ତ ପୁଣି ଥରେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ମିକ୍ସ କରି ଆକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ନା ଆକୁ ଟିକେ ଆମେ ଫ୍ରାଏ କରିବା, ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରା ଧୀରେ ଧୀରେ ଫ୍ରାଏ କରିବେ। ଯଦି ଛୋଟ ତାୱା ମୋ ଭଳି ହେଇଥିବ ଯେମିତି ମୁଁ ଫ୍ରାଏ କରୁଛି, ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ଧୀରେ ସେ ଫ୍ରାଏ କରିବେ, ଯେମିତି ଚାରିଆଡ଼େ ଭାତ ଗୁଡ଼ା ନ ପଡ଼ିବ। ତ ଦେଖନ୍ତୁ ଧୀରେ ଧୀରେ କଲର୍ ପୁରା ଚେଞ୍ଜ ହେଇସାରିଲା, ଆଉ କେତେ ବଢ଼ିଆ ତାର ଫ୍ଲେଭର୍ ଆସୁଛି। ତ ଫାଇନାଲି ଆମର ସୋୟା ବଡ଼ି ଭାତ ଫ୍ରାଏ ତାୱା ଭାତ ଫ୍ରାଏ ବି ବନିକି ରେଡ଼ି ହେଇସାରିଛି। ତ ଆପଣମାନେ ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ। ଗୋଟେ ମୁଁ ବାଉଲ୍କୁ ବାହାର କରି ଆପଣମାନଙ୍କୁ ଦେଖାଇ ଦେଉଛି। ପାଖରୁ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ଆଉ କେତେ ଟେଷ୍ଟି ବନିଥିବ ଆପଣମାନେ ଦେଖିକି ହିଁ ଜାଣିପାରୁଥିବେ। ତ ଫାଇନାଲି ଆମର ରେସିପିଟି ବନିକି ରେଡ଼ି ହେଇସାରିଲା। এই ଦୁଇଟା ରେସିପି ଭିତରୁ ଆପଣମାନେ କେଉଁ ରେସିପିଟି ଘରେ ଟ୍ରାଏ କଲେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚୟ ମୋତେ କମେଣ୍ଟ କରନ୍ତୁ, ମୋତେ ବହୁତ ଖୁସି ଲାଗିବ ମୋ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଆପଣମାନେ କମେଣ୍ଟ କଲେ ମୋର ମୋଟିଭେସନ୍ ବଢ଼ିଥାଏ, ଆଉ ମୋତେ ଭିଡ଼ିଓ ବନେଇବା ପାଇଁ ବହୁତ ଖୁସି ବି ଲାଗେ, ଆଉ କମେଣ୍ଟ ପଢ଼ିବା ପାଇଁ ବହୁତ ଖୁସି ଲାଗେ। ତ ଆପଣମାନେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ। ତ ଦେଖନ୍ତୁ ଏଇଠି ତା ଉପରେ ଅଳ୍ପ ଟିକେ ମୁଁ ଏଡ଼୍ କରିଦେଇଛି ଧନିଆ ପତ୍ର। ତ ଫାଇନାଲି ଦେଖନ୍ତୁ ଆମର ଦୁଇଟା ଯାକ ରେସିପି ବନିକି ରେଡ଼ି ହେଇସାରିଛି। ଆପଣମାନେ ଟ୍ରାଏ କରନ୍ତୁ, କେମିତି ଲାଗିଲା କ'ଣ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ